ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ଅନ୍ତର୍ଗତ ପଳାଶପୁର ଗ୍ରାମସ୍ଥିତ ବୁଧେଶ୍ୱର ମନ୍ଦିର ପରିସରରେ ପବିତ୍ର ଶୀତଳଷଷ୍ଠୀ ଯାତ୍ରା ବଡ଼ ଆଡ଼ମ୍ବର ଓ ଭକ୍ତିମୟ ପରିବେଶରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶ୍ରୀ ଶ୍ରୀ ବୁଧେଶ୍ୱର ମହାଦେବଙ୍କ ସହ ମାତା ପାର୍ବତୀଙ୍କ ଶୁଭ ବିବାହ ଉତ୍ସବ ପାରମ୍ପରିକ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଥିଲା। ଏହି ପବିତ୍ର ବିବାହ ଉତ୍ସବରେ ବରପିତା ଭାବେ ସନ୍ତୋଷ କୁମାର ମିଶ୍ର ଓ ତାଙ୍କ ଧର୍ମପତ୍ନୀ ଏବଂ କନ୍ୟା ପିତା ଭାବେ ବାଳକୃଷ୍ଣ ଚୌଧୁରୀ ଓ ତାଙ୍କ ଧର୍ମପତ୍ନୀ ଦାୟିତ୍ୱ ଗ୍ରହଣ କରିଥିଲେ। ପୂଜା ଅର୍ଚ୍ଚନା ବିବାହ କାର୍ଯ୍ୟକୁ ମନ୍ଦିର ପୁରୋହିତ ପଣ୍ଡିତ ଭବାନୀ ଶଙ୍କର ତ୍ରିପାଠୀ ତତ୍ତ୍ୱାବଧାନରେ ପୁରୋହିତ ରଞ୍ଜନ ଶତପଥୀ ଓ ପୁରୋହିତ ମଣ୍ଡଳୀ ଦେବମନ୍ତ୍ର ଉଚ୍ଚାରଣ ସହିତ ବିଧିବିଧାନ ସମ୍ପନ୍ନ କରିଥିଲେ। ଗଞ୍ଜାମ ଜିଲ୍ଲା ପ୍ରତିନିଧି କୃଷ୍ଣଚନ୍ଦ୍ର ସାମନ୍ତରାୟଙ୍କ ରିପୋର୍ଟ, ONI ନ୍ୟୁଜ୍।